ଏହି ରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ, ସେତେବେଳେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କର କନ୍ୟାଗଣକୁ ରୂପବତୀ ଦେଖି ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ। ତହିଁରେ ସଦାପ୍ରଭୁ କହିଲେ, ଆମ୍ଭର ଆତ୍ମା ମନୁଷ୍ୟକୁ ସର୍ବଦା ପ୍ରବର୍ତ୍ତାଇବେ ନାହିଁ, ଯେହେତୁ ସେମାନଙ୍କର ବିପଥ ଗମନରେ ସେମାନେ ମାଂସ ମାତ୍ର। ଏଥିରେ ସେମାନଙ୍କର ସମୟ 120 ବର୍ଷ ହେବ। ସେହି ସମୟରେ ପୃଥିବୀରେ ମହାବୀରଗଣ ଥିଲେ। ପୁଣି ତହିଁ ଉତ୍ତାରେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କର କନ୍ୟାଗଣର ସହବାସ କରନ୍ତେ ସେମାନଙ୍କଠାରୁ ସନ୍ତାନଗଣ ଜାତ ହେଲେ। ସେମାନେ ମଧ୍ୟ ପୂର୍ବକାଳର ପ୍ରସିଦ୍ଧ ବୀର ଥିଲେ। ଅନନ୍ତର ସଦାପ୍ରଭୁ ଦେଖିଲେ ଯେ ପୃଥିବୀରେ ମନୁଷ୍ୟର ଦୃଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ଏ ନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ହେତୁରୁ ଅନୁତାପ କରି ମନରେ ଶୋକ କଲେ। ତହିଁରେ ସଦାପ୍ରଭୁ କହିଲେ, ଆମେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ ଆଉ ମନୁଷ୍ୟ ସହିତ ପଶୁ ଓ ଉରଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା, କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି। ମାତ୍ର ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ। ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ। ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ନୋହ ସେମ ଓ ହାମ ଓ ଜେଫଥ ଏହି 3 ପୁତ୍ରଙ୍କୁ ଜାତ କଲେ। ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା। ପୁଣି ପରମେଶ୍ୱର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ ତାହା ଭ୍ରଷ୍ଟ ହୋଇଅଛି, ଯେହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି। ତହୁଁ ପରମେଶ୍ୱର ନୋହଙ୍କୁ କହିଲେ, ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମ କାଳ ଉପସ୍ଥିତ ହେଲା, ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି। ପୁଣି ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ତୁମ୍ଭେ ଗଫର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର, ତହିଁ ମଧ୍ୟରେ ନାନା କୋଠରୀ ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର। ତାହା ଏହି ପ୍ରକାରେ ନିର୍ମାଣ କରିବ, ଦୀର୍ଘରେ 300 ହାତ, ପ୍ରସ୍ଥରେ 50 ହାତ, ଉଚ୍ଚରେ 30 ହାତ ହେବ। ଉପରୁ 1 ହାତ ଛାଡ଼ି ଝରକା କରିବ, ଆଉ ତହିଁର ପାର୍ଶ୍ୱରେ ଦ୍ୱାର ରଖିବ, ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତଳ ବନାଇବ। ପୁଣି ଆକାଶ ତଳେ ପ୍ରାଣବାୟୁ ବିନିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି, ସେହି ସବୁ ବିନିଷ୍ଟ କରିବା ନିମନ୍ତେ ଆମ୍ଭେ ଦେଖ, ଆମ୍ଭେ ପୃଥିବୀ ଉପରେ ଜଳ ପ୍ଲାବନ କରିବା। ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣତ୍ୟାଗ କରିବେ। ମାତ୍ର ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା। ତହିଁରେ ତୁମେ ଆପଣା ପୁତ୍ରମାନଙ୍କୁ ଓ ଭାର୍ଯ୍ୟା ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ। ପୁଣି ପ୍ରାଣ ରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଦମ୍ପତି ଆପଣା ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ। ସର୍ବପ୍ରକାର ପକ୍ଷୀ ଓ ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରଗାମୀ ଜନ୍ତୁ ପ୍ରତ୍ୟେକ ଜାତି ଅନୁସାରେ ଏକ ଦମ୍ପତି ଜୀବନ ରକ୍ଷାର୍ଥେ ତୁମ୍ଭ ନିକଟକୁ ଆସିବେ। ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସର୍ବପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ। ତହିଁରେ ନୋହ ସେ ରୂପ କଲେ। ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ସେ ସମସ୍ତ କର୍ମ କଲେ। ଅନନ୍ତର ସଦାପ୍ରଭୁ ନୋହଙ୍କୁ କହିଲେ, ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର, କାରଣ ଏହି କାଳର ଲୋକମାନଙ୍କର ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମକୁ ଧାର୍ମିକ ଦେଖିଅଛୁ। ଆଉ ପୃଥିବୀରେ ବଂଶ ରକ୍ଷା କରିବା ପାଇଁ ପ୍ରତ୍ୟେକ ସୂଚୀ ପଶୁ ଜାତିର 7 ଦମ୍ପତି ଓ ପ୍ରତ୍ୟେକ ଅସୂଚୀ ପଶୁ ଜାତିର ଏକ ଦମ୍ପତି।
प्रत्येक खेचर पक्षी जातिर 7 दंपति आउ सांगरे आपणा सांगरे नियो। जेहेतु 7 दिन उत्तारे आमे 40 दिवारात्रि पृथ्वी वृष्टि कराई पृथ्वी स्थित आम्हर निर्मित समस्त प्राणी की लुप्त करिबा। नोह सदाप्रभुଙ୍କ आज्ञा अनुसार सबु कर्म कले। नोहंकर 600 वर्ष बयसरे पृथ्वी उपरे जलप्लावन हेला। तहु जलप्लावनरु रक्षा पाइबा निमंते नोह ओ ताहांकर भाज्या आउ पुत्रगण ओ पुत्रवधूगण जहाजरे प्रवेश कले। पुणी नोहंक प्रति परमेश्वर आज्ञा अनुसार सूची असूची पशुपक्षी वर्ग ओ भूचर उरगामी जंतु वर्ग जोड़ा जोड़ा होई नोहंक निकट को जाई जहाजरे प्रवेश कले। आउ सेई 7 दिन उतारे पृथ्वी जलप्लावनर आरंभ हेला। नोहंकर बयसर 600 वर्ष द्वितीय मासर 17 दिन महासमुद्रर समस्त जलाकर भांगीगला। पुणी आकाशस्थ द्वार सबु मुक्त हेला। तहिरे 40 दिन रात्रि पृथ्वी वृष्टि हेला। सेही दिन नोह पुणी सेम ओ हाम ओ जेफत नामक नोहंकर पुत्र माने आउ सेमानकर सहित नोहंकर भाज्या और 3 पुत्र बधू जहाजरे प्रवेश कले। पुणी सबु जातीय ग्राम्य ओ पशु वन्य पशु और सबु जातीय उरगामी और सबु जातीय भूचर ओ खेचर पक्षी अर्थात प्राणवायु विशिष्ट सर्व प्रकार जीव जंतु जोड़ा जोड़ा होई नोहंकर निकट को जाई जहाजरे प्रवेश कले। परमेश्वर आज्ञा अनुसार सर्व प्रकार प्राणी दंपति क्रमे प्रवेश कले। तहु सदाप्रभु ताहार पार्श्व द्वार बंद कले। अनंतर 40 दिन पर्यंत पृथ्वी जलप्लावन हेला। पुणी जल बड़ू बड़ू जहाज भूमि की छाड़ी भासी उठिला। आउ पृथ्वी क्रमश जल प्रबल होई अतिशय बड़ू बड़ू जहाज जल उपरे चलिला। पृथ्वी उपरे जल अतिशय बढ़ी आकाश तलस्थ सबु उच्च पर्वत मग्न कला। तही उपरे 15 हाथ पर्यंत जल उठिला। तहु पर्वत मान मग्न हेले। तेणु समग्र भूचर प्राणी प्राणत्याग कले अर्थात पक्षी ग्राम्य और वन्य पशु पृथ्वी गमनशील उरगामी जंतु और प्रत्येक मनुष्य आउ शुष्क भूमिस्थ जेते प्राणीर नासिकारे प्राणवायु थिला समस्ते मले। एही रूपे पृथ्वीर उपरिस्थ समुदाय प्राणी लुप्त हेले अर्थात मनुष्य पशु उरगामी जंतु खेचर पक्षी समस्ते पृथ्वी लुप्त हेले। केवल नोह और जहाजस्थ ताहांकर संगी समस्ते बंचिले। एही रूपे पृथ्वी 150 दिन पर्यंत जलरे बुड़ी रहिला। अनंतर परमेश्वर नोहंकु और तांकर सहित जहाजस्थ पश्यादि समस्त प्राणी की स्मरण करी पृथ्वी वायु बुहाइले। तहु जल थमिला। महासमुद्रर जलाकर और आकाशस्थ द्वार सकल रुद्ध हेला। पुणी आकाशरु वृष्टि निवृत्त हेला। तहिले पृथ्वीरु जल बही जाई 150 दिनर शेषरे ह्रास हेला। एथिउतारु सप्तम मासर 17 दिनरे आराराट पर्वत उपरे जहाज लागी रहिला। एही रूपे 10म मास पर्यंत जल क्रमश उणा पड़िला। सेही 10म मासर प्रथम दिनरे पर्वत गणर श्रृंग देखागला। अनंतर आउ 40 दिन उतारे नोह स्वनिर्मित जहाजर झरका फिटाई गोटिए डामरा काऊ उड़ाई देले। तहिरे पृथ्वीर जल शुष्क हेबा पर्यंत से एणे तेणे गतायत कला। पुनश्च नोह भूमि जलर ह्रास बुझिबा जाए पाई गोटिए काप्था उड़ाई देले। सेतेबेले पृथ्वी
ଜଳାଚ୍ଛାଦିତ ଥିବାରୁ କାପ୍ତା ଆପଣା ପାଦ ରଖିବାର ସ୍ଥାନ ନ ପାଇ ଜାହାଜରେ ତାହାଙ୍କ ନିକଟକୁ ନେଉଟି ଆସିଲା। ତହୁଁ ସେ ହାତ ବଢ଼ାଇ ତାଙ୍କୁ ଧରି ଜାହାଜ ଭିତରେ ଆପଣା ନିକଟକୁ ଆଣିଲେ। ଆଉ 7 ଦିନ ବିଳମ୍ବ କଲା ଉତ୍ତାରେ ସେ ସେହି କାପ୍ତାକୁ ପୁନର୍ବାର ଜାହାଜରୁ ଉଡ଼ାଇ ଦେଲେ। ତହିଁରେ କାପ୍ତା ସନ୍ଧ୍ୟାବେଳେ ତାଙ୍କ ନିକଟକୁ ଫେରି ଆସିଲା। ଆଉ ଦେଖ, ତାହାର ଛୁଞ୍ଚରେ ଚିତ ବୃକ୍ଷର ନବୀନ ପଲ୍ଲବ ଥିଲା। ଏଣୁ ପୃଥିବୀର ଜଳ ହ୍ରାସ ହୋଇଅଛି ଏହା ନୁହଁ ବୁଝିଲେ। ଆଉ 7 ଦିନ ବିଳମ୍ବ କରି ସେ ସେହି କାପ୍ତାକୁ ପୁନର୍ବାର ଉଡ଼ାଇ ଦେଲେ। ମାତ୍ର ସେ ଆଉ ଥରେ ତାଙ୍କ ନିକଟକୁ ନେଉଟି ଆସିଲା ନାହିଁ। ନୋହଙ୍କର ବୟସର 601 ବର୍ଷ ପ୍ରଥମ ମାସର ପ୍ରଥମ ଦିନରେ ପୃଥିବୀ ଉପରୁ ଜଳ ଶୁଷ୍କ ହେଲା। ସେତେବେଳେ ନୋହ ଜାହାଜର ଛାତ ଉଠାଇ ଅନାନ୍ତେ ଭୂମିକି ଶୁଷ୍କ ଦେଖିଲେ। ଏହି ରୂପେ ଦ୍ୱିତୀୟ ମାସର 27 ଦିନରେ ପୃଥିବୀ ଶୁଷ୍କ ହେଲା। ଅନନ୍ତର ପରମେଶ୍ୱର ନୋହଙ୍କୁ କହିଲେ, ତୁମ୍ଭେ ଆପଣା ଭାର୍ଯ୍ୟା ଓ ପୁତ୍ରଗଣ ଓ ପୁତ୍ର ବଧୂଗଣଙ୍କୁ ସଙ୍ଗେ ଘେନି ଜାହାଜରୁ ବାହାର ହୋଇଯାଅ। ପୁଣି ଆପଣା ସଙ୍ଗେ ଥିବା ପଶୁ ପକ୍ଷୀ ଓ ଭୂଚର ଉରଗାମୀ ଆଦି ସବୁ ଜୀବଜନ୍ତୁ ବାହାରକୁ ଘେନିଯାଅ। ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ। ପୁଣି ପୃଥିବୀରେ ପ୍ରଜାବନ୍ତ ଓ ବହୁବଂଶ ହେଉନ୍ତୁ। ତହୁଁ ନୋହ ଆପଣା ଭାର୍ଯ୍ୟା, ପୁତ୍ର ଓ ପୁତ୍ର ବଧୂମାନଙ୍କୁ ସଙ୍ଗରେ ଘେନି ବାହାରକୁ ଆସିଲେ। ପୁଣି ସ୍ୱ ଜାତି ଅନୁସାରେ ପ୍ରତ୍ୟେକ ପଶୁ, ପ୍ରତ୍ୟେକ ଉରଗାମୀ ଜନ୍ତୁ ଓ ପ୍ରତ୍ୟେକ ପକ୍ଷୀ ପ୍ରଭୃତି ସମସ୍ତ ଭୂଚର ପ୍ରାଣୀ ଜାହାଜରୁ ବାହାରି ଆସିଲେ। ଅନନ୍ତର ନୋହ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ଯଜ୍ଞବେଦୀ ନିର୍ମାଣ କଲେ। ପୁଣି ସର୍ବପ୍ରକାର ସୂଚୀ ପଶୁ ଓ ସୂଚୀ ପକ୍ଷୀଗଣ ମଧ୍ୟରୁ କେତେକ ନେଇ ବେଦୀ ଉପରେ ହୋମବଳି ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଘ୍ରାଣ୍ୟ କରି ମନେ ମନେ କହିଲେ, ଆମେ ମନୁଷ୍ୟ ହେତୁରୁ ଆଉ ପୃଥିବୀକି ଅଭିଶାପ ଦେବା ନାହିଁ। ଯଦ୍ୟପି ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ, ତଥାପି ଆମ୍ଭେ ଯେପରି କରିଅଛୁ ସେପରି ଆଉ ଥରେ କେବେ ହିଁ ସବୁ ପ୍ରାଣୀଙ୍କୁ ବିନଷ୍ଟ କରିବା ନାହିଁ। ପୁଣି ଯେ ପର୍ଯ୍ୟନ୍ତ ପୃଥିବୀ ଥିବ ସେ ପର୍ଯ୍ୟନ୍ତ ବୁଣା କଟାର ସମୟ, ଶୀତ ଓ ଗ୍ରୀଷ୍ମ, ପୁଣି ଗ୍ରୀଷ୍ମ ଓ ଶୀତ କାଳ, ଆଉ ଦିବସ ଓ ରାତ୍ରି ଏହି ସବୁର ନିବୃତ୍ତି ହେବ ନାହିଁ। ଏଥିଉତ୍ତାରୁ ପରମେଶ୍ୱର ନୋହ ଓ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କରି କହିଲେ, ତୁମ୍ଭେମାନେ ପ୍ରଜାବନ୍ତ ଓ ବହୁବଂଶ ହୋଇ ପୃଥିବୀକି ପରିପୂର୍ଣ୍ଣ କର। ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଓ ଉରଗାମୀ ଜନ୍ତୁ ଓ ସମୁଦ୍ରର ମତ୍ସ୍ୟ ସମସ୍ତେ ତୁମମାନଙ୍କଠାରୁ ଭୀତ ଓ ଶଙ୍କାଯୁକ୍ତ ହେବେ। ସେହି ସମସ୍ତ ତୁମମାନଙ୍କ ହସ୍ତରେ ସମର୍ପିତ ଅଟନ୍ତି। ପ୍ରତ୍ୟେକ ଗମନଶୀଳ ପ୍ରାଣୀ ତୁମମାନଙ୍କର ଖାଦ୍ୟ ହେବ। ଆମେ ହରିତ୍ ଶାଗ ପରି ଏହି ସମସ୍ତ ତୁମମାନଙ୍କୁ ଦେଲୁ। ମାତ୍ର ତୁମେମାନେ ସପ୍ରାଣ ଅର୍ଥାତ୍ ସରକ୍ତ ମାଂସ ଖାଇବ ନାହିଁ। ପୁଣି ଆମ୍ଭେ ତୁମମାନଙ୍କର ଜୀବନ ରୂପ ରକ୍ତପାତର ପରିଶୋଧ ନିତ୍ୟାନ୍ତ ନେବା। ପ୍ରତ୍ୟେକ ପଶୁଠାରୁ ହେଉ କି ମନୁଷ୍ୟଠାରୁ ହେଉ ତାହାରି ପରିଶୋଧ ନେବା। ଆମେ ପ୍ରତ୍ୟେକ ମନୁଷ୍ୟର ଭ୍ରାତାଠାରୁ ମନୁଷ୍ୟର ପ୍ରାଣର ପରିଶୋଧ ନେବା। ଯେ କେହି ମନୁଷ୍ୟର ରକ୍ତପାତ କରିବ, ମନୁଷ୍ୟ ଦ୍ୱାରା ତାହାର ରକ୍ତପାତ କରାଯିବ। ଯେହେତୁ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି, ତୁମ୍ଭେମାନେ ପ୍ରଜାବନ୍ତ ଓ ବହୁବଂଶ ହୁଅ, ଆଉ ପୃଥିବୀକୁ ପରିପୂର୍ଣ୍ଣ କରି ବର୍ଦ୍ଧିଷ୍ଣୁ ହୁଅ। ଅନନ୍ତର ପରମେଶ୍ୱର ନୋହଙ୍କୁ ଓ ତାହାଙ୍କର ସଙ୍ଗୀ ପୁତ୍ରମାନଙ୍କୁ କହିଲେ, ଦେଖ, ତୁମ୍ଭମାନଙ୍କ ସହିତ ଓ ତୁମ୍ଭମାନଙ୍କର ଭବିଷ୍ୟତ ବଂଶ ସହିତ ଓ
ତୁମମାନଙ୍କର ସଙ୍ଗୀ ସମସ୍ତ ଜୀବଜନ୍ତୁ ସହିତ ଅର୍ଥାତ୍ ଜାହାଜରୁ ବହିର୍ଗତ ଗ୍ରାମ୍ୟ ଓ ବନ୍ୟ ପଶୁ ଓ ପକ୍ଷୀ ପ୍ରଭୃତି ପୃଥିବୀସ୍ଥ ସମସ୍ତ ପ୍ରାଣୀ ସହିତ ଆମେ ଆପଣା ନିୟମ ସ୍ଥିର କରୁଅଛୁ। ଆମ୍ଭେ ତୁମମାନଙ୍କ ସହିତ ଏହି ନିୟମ ସ୍ଥିର କରିବୁ, ସମସ୍ତ ପ୍ରାଣୀ ଜଳପ୍ଲାବନ ଦ୍ୱାରା ଆଉ ଉଚ୍ଛିନ୍ନ ହେବେ ନାହିଁ। ପୁଣି ପୃଥିବୀକୁ ବିନାଶ କରିବା ପାଇଁ ଆଉ ଜଳପ୍ଲାବନ ହେବ ନାହିଁ। ପୁନଶ୍ଚ ପରମେଶ୍ୱର କହିଲେ, ଆମ୍ଭେ ତୁମମାନଙ୍କର ସହିତ ଓ ତୁମମାନଙ୍କର ସଙ୍ଗୀ ସମସ୍ତ ପ୍ରାଣୀବର୍ଗ ସହିତ ପୁରୁଷାନୁକ୍ରମେ ଅନନ୍ତ କାଳ ଯାଏ ଯେଉଁ ନିୟମ ସ୍ଥିର କରୁ ତହିଁର ଚିହ୍ନ ଏହି। ଆମେ ମେଘରେ ଆପଣା ଧନୁ ସ୍ଥାପନ କରୁଅଛୁ, ତାହା ପୃଥିବୀ ସହିତ ଆମ୍ଭ ନିୟମର ଚିହ୍ନ ହେବ। ଯେତେବେଳେ ଆମେ ପୃଥିବୀ ଉପରେ ମେଘ ସଞ୍ଚାର କରିବା, ସେତେବେଳେ ସେହି ଧନୁ ମେଘରେ ଦେଖାଯିବ। ତହିଁରେ ତୁମମାନଙ୍କର ସହିତ ଓ ମାଂସ ବିଶିଷ୍ଟ ସମୁଦାୟ ପ୍ରାଣୀ ସହିତ ଆମ୍ଭର ଯେଉଁ ନିୟମ ଅଛି ତାହା ଆମ୍ଭର ସ୍ମରଣ ହେବ। ତହିଁରେ ସବୁ ପ୍ରାଣୀର ବିନାଶାର୍ଥେ ଜଳପ୍ଲାବନ ଆଉ ହେବ ନାହିଁ। ପୁଣି ମେଘ ଧନୁ ହେଲେ ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳ ସ୍ଥାୟୀ ନିୟମ ଅଛି ତାହା ଆମେ ସ୍ମରଣ କରିବା। ପରମେଶ୍ୱର ନୋହଙ୍କୁ କହିଲେ, ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ନିୟମ ସ୍ଥିର କରିଅଛୁ ତହିଁର ଏହି ଚିହ୍ନ ହେବ। ନୋହଙ୍କର ଯେଉଁ ପୁତ୍ରମାନେ ଜାହାଜରୁ ବହିର୍ଗତ ହେଲେ ସେମାନଙ୍କର ନାମ ସେମ ଓ ହାମ ଓ ଜେଫତ। ହାମ କିଣାନର ପିତା। ଏହି 3 ଜଣ ନୋହଙ୍କର ପୁତ୍ର। ଏମାନଙ୍କର ବଂଶ ସବୁ ପୃଥିବୀରେ ବ୍ୟାପ୍ତ ହେଲା। ଏ ଉତ୍ତାରୁ ନୋହ କୃଷି କର୍ମରେ ପ୍ରବୃତ୍ତ ହୋଇ ଦ୍ରାକ୍ଷା କ୍ଷେତ୍ର କଲେ। ତହିଁରେ ସେ ଦ୍ରାକ୍ଷା ରସ ପାନ କରି ମତ ହୋଇ ତମ୍ବୁ ମଧ୍ୟରେ ବିବସ୍ତ୍ର ହୋଇ ପଡ଼ିଲେ। ଏପରି ସମୟରେ କିଣାନର ପିତା ହାମ ଆପଣା ପିତାଙ୍କର ଉଲଗ୍ନତା ଦେଖି ବାହାରେ ଆପଣା 2 ଭାଇଙ୍କୁ ସମାଚାର ଦେଲା। ସେତେବେଳେ ସେମ ଓ ଜେଫତ ସ୍ୱନ୍ତରେ ବସ୍ତ୍ର ଘେନି ପଶ୍ଚାଦଗତି କରି ଆପଣାମାନଙ୍କ ପିତାଙ୍କର ଉଲଗ୍ନତା ଆଚ୍ଛାଦନ କଲେ। ସେମାନେ ପଛ ଆଡ଼କୁ ମୁଖ ରଖି ଯିବାରୁ ପିତାଙ୍କର ଉଲଗ୍ନତା ଦେଖିଲେ ନାହିଁ। ଏ ଉତ୍ତାରୁ ନୋହ ଦ୍ରାକ୍ଷାରସର ନିଦ୍ରାରୁ ଜାଗ୍ରତ ହୋଇ ଆପଣା ପ୍ରତି କନିଷ୍ଠ ପୁତ୍ରର ଆଚରଣ ଜ୍ଞାତ ହେଲେ। ପୁଣି ସେ କହିଲେ, କିଣାନ ଶାପଗ୍ରସ୍ତ ହେଉ, ସେ ଆପଣା ଭାତୃଗଣର ଦାସାନୁଦାସ ହେବ। ଆଉ ସେ କହିଲେ, ସେମର ପରମେଶ୍ୱରର ସଦାପ୍ରଭୁ ଧନ୍ୟ ହେଉନ୍ତୁ, କିଣାନ ସେମନର ଦାସ ହେଉ। ପରମେଶ୍ୱର ଜେଫତଙ୍କୁ ବର୍ଦ୍ଧିଷ୍ଣୁ କରନ୍ତୁ। ପୁଣି ସେ ସେମର ତମ୍ବୁରେ ବାସ କରୁ, ଆଉ କିଣାନ ତାହାର ଦାସ ହେଉ। ଜଳପ୍ଲାବନ ଉତ୍ତାରେ ନୋହ ଆଉ 350 ବର୍ଷ ବଞ୍ଚିଲେ। ପୁଣି ନୋହଙ୍କର ବୟସ ସର୍ବସୁଦ୍ଧା 950 ବର୍ଷ ଥିଲା, ତହୁଁ ସେ ମଲେ।